ଜଗନ୍ନାଥ ଦର୍ଶକ ବନ୍ଧୁ, ଆଜିର ପ୍ରଥମ ପ୍ରଶ୍ନ, ଭାରତର ସେନା ଦିବସ କେବେ ପାଳନ କରାଯାଏ? ଦର୍ଶକ ବନ୍ଧୁ, ଏହାର ସଠିକ ଉତ୍ତରଟି ହେଉଛି 15 ଜାନୁଆରୀ। ପରବର୍ତ୍ତୀ ପ୍ରଶ୍ନ, ଡିଆରଡିଓର ପୁରା ନାମ କଣ? ଦର୍ଶକ ବନ୍ଧୁ, ଏହାର ସଠିକ ଉତ୍ତରଟି ହେଉଛି ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ସିଡିଏସ୍ କିଏ ଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଜେନେରାଲ ବିପିନ ରାୱତ। ପରବର୍ତ୍ତୀ ପ୍ରଶ୍ନ, ଅଗ୍ନି କଣ ପ୍ରକାର ମିସାଇଲ? ଏହାର ସଠିକ ଉତ୍ତରଟି ହେଉଛି ବାଲିଷ୍ଟିକ ମିସାଇଲ। ପରବର୍ତ୍ତୀ ପ୍ରଶ୍ନ, ଭାରତର 3ଟି ସେନା ବିଭାଗ କଣ? ଏହାର ସଠିକ ଉତ୍ତରଟି ହେଉଛି ସ୍ଥଳସେନା, ବାୟୁସେନା ଓ ନୌସେନା। ପରବର୍ତ୍ତୀ ପ୍ରଶ୍ନ, ତେଜସ୍ କଣ? ଏହାର ସଠିକ ଉତ୍ତରଟି ହେଉଛି ଏହା ଏକ ସ୍ୱଦେଶୀ ଯୁଦ୍ଧ ବିମାନ। ପରବର୍ତ୍ତୀ ପ୍ରଶ୍ନ, ବ୍ରହ୍ମୋସ କଣ? ଠିକ ଉତ୍ତରଟି ହେଉଛି ଏକ ଅତି ତ୍ୱରିତ ମିସାଇଲ। ପରବର୍ତ୍ତୀ ପ୍ରଶ୍ନ, ପିନାକା କଣ ପ୍ରକାର ଅସ୍ତ୍ର? ଏହାର ସଠିକ ଉତ୍ତରଟି ହେଉଛି ଏକ ମଲ୍ଟି ବାରେଲ ରକେଟ ଲଞ୍ଚର। ପରବର୍ତ୍ତୀ ପ୍ରଶ୍ନ, ଆକାଶ କଣ ପ୍ରକାର ମିସାଇଲ? ଏହାର ସଠିକ ଉତ୍ତରଟି ହେଉଛି ସରଫେସ୍ ଟୁ ଏୟାର ମିସାଇଲ। ପରବର୍ତ୍ତୀ ପ୍ରଶ୍ନ, ଆଇଏନଏସ୍ ବିକ୍ରାନ୍ତ କଣ? ଏହାର ସଠିକ ଉତ୍ତରଟି ହେଉଛି ଏହା ଏକ ସ୍ୱଦେଶୀ ବିମାନ ବାହକ ଜାହାଜ। ପରବର୍ତ୍ତୀ ପ୍ରଶ୍ନ, ଅର୍ଜୁନ କଣ? ଏହାର ସଠିକ ଉତ୍ତରଟି ହେଉଛି ଏକ ସ୍ୱଦେଶୀ ଟ୍ୟାଙ୍କ। ପରବର୍ତ୍ତୀ ପ୍ରଶ୍ନ, ସୂର୍ୟ କଣ ପ୍ରକାର ମିସାଇଲ? ଏହାର ସଠିକ ଉତ୍ତରଟି ହେଉଛି ଶୀଘ୍ରଗାମୀ ବାଲିଷ୍ଟିକ ମିସାଇଲ। ପରବର୍ତ୍ତୀ ପ୍ରଶ୍ନ, ନାଗ କଣ ପ୍ରକାର ମିସାଇଲ? ଏହାର ସଠିକ ଉତ୍ତରଟି ହେଉଛି ଏଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ। ପରବର୍ତ୍ତୀ ପ୍ରଶ୍ନ, ରୁଦ୍ରମ କଣ ପ୍ରକାର ଅସ୍ତ୍ର? ଏହାର ସଠିକ ଉତ୍ତରଟି ହେଉଛି ଏହା ଏକ ଏଣ୍ଟି ରାଡାର ମିସାଇଲ। ପରବର୍ତ୍ତୀ ପ୍ରଶ୍ନ, ନିର୍ଭୟ କଣ ପ୍ରକାର ମିସାଇଲ? ଏହାର ସଠିକ ଉତ୍ତରଟି ହେଉଛି ଏହା ଏକ ଅନ୍ତର୍ନିହିତ କ୍ରୁଜ ମିସାଇଲ। ପରବର୍ତ୍ତୀ ପ୍ରଶ୍ନ, ଅସ୍ତ୍ର କଣ ପ୍ରକାର ମିସାଇଲ? ଏହାର ସଠିକ ଉତ୍ତରଟି ହେଉଛି ଏହା ଏକ ଏୟାର ଟୁ ଏୟାର ମିସାଇଲ। ପରବର୍ତ୍ତୀ ପ୍ରଶ୍ନ, ଡିଆରଡିଓ କେବେ ଗଠିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି 1958 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, ସେନା ସ୍କୁଲ ଓ ସୈନିକ ସ୍କୁଲ ମୁଖ୍ୟ ଉଦ୍ଦେଶ୍ୟ କଣ? ଏହାର ସଠିକ ଉତ୍ତରଟି ହେଉଛି ଭବିଷ୍ୟତ ସେନା ଅଧିକାରୀ ତିଆରି କରିବା। ପରବର୍ତ୍ତୀ ପ୍ରଶ୍ନ, ଭୀଷ୍ମ ଟ୍ୟାଙ୍କ କଣର ଅନୁକୂଳିତ ଆବୃତ୍ତି?
ଏହାର ସଠିକ ଉତ୍ତରଟି ହେଉଛି ରୁଷ T-90 ଟ୍ୟାଙ୍କ। ପରବର୍ତ୍ତୀ ପ୍ରଶ୍ନ, ଇଣ୍ଡିଆ କୋଷ୍ଟ ଗାର୍ଡ କେବେ ଗଠିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି 1978 ମସିହାରେ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣଙ୍କୁ ଥ୍ୟାଙ୍କ ୟୁ।